ନମସ୍କାର, ଜୟ ଜଗନ୍ନାଥ। ଆଜି ଆମେ ଆସିଥିଲୁ ସୁନ୍ଦରଗଡ଼ ବାଇପାସରେ। ଆମର ଗାଡି ଗୋଟେ ପଲଟିଥିଲା, ଟିକେ ଆସିଥିଲୁ ଆମେ। ସମସ୍ତ ଡ୍ରାଇଭର ଭାଇମାନେ ଦେଖନ୍ତୁ ଯେ ଗାଡି ଚଲେଇଲା ବେଳକୁ ଆମକୁ ଯଦି ଟିକେ ବି ଆମେ ଯଦି ମାନେ କେୟାରଫୁଲ ରହୁନାହାନ୍ତି, ଟିକେ ବି ଯଦି ଆମେ ଅବହେଳା ରହୁଛନ୍ତି, କଣ ହବ? ଆକ୍ସିଡେଣ୍ଟଟା ହଉଛି ଆମର ଅବହେଳା ଯୋଗୁଁ। ଯଦି ଏଇ ଜାଗାଟା ଆକ୍ଚୁଆଲି ବି ଭୁଲ ରହୁଛି ପ୍ରଶାସନ ତରଫରୁ। ଏଇ ଜାଗାରେ 7-8ଟା ଗାଡି ଆକ୍ସିଡେଣ୍ଟ ହେଲା ନା, ତା ଭିତରେ ବି ଡ୍ରାଇଭର ଡେଲି ଯାଉଥିବେ, ଜାଣିବା କଥା ଏଇ ଜାଗାଟା। ଏଇ ଜାଗା ବି ନାହିଁ, ଏଇ ରାସ୍ତାଟା ଟୋଟାଲ ଏଇ ରାସ୍ତାଟା ଆମର ଏଠୁ ସୁନ୍ଦରଗଡ଼ରୁ ନେଇକିରି ଆମର ଯୋଉ କୁଲଡା ମାଇନ୍ସ ରାସ୍ତା ଯାଇଛି, ସେ ମାଇନ୍ସ ରାସ୍ତାର ସବୁ ଜାଗାରେ ଟର୍ଣ୍ଣିଂ ଅଛି। ଏମିତି ଦେଖନ୍ତୁ, ବର୍ତ୍ତମାନ ହାଡୁ ବି ଗାଡି ଆସିଲା ବେଳେ ଆପଣ ଦେଖିବେ ନିହାତି। ଆଉ ଏ ରାସ୍ତାରେ ମାନେ ଡେଲି ଘଟଣା, ଆକ୍ସିଡେଣ୍ଟ ଘଟଣା ଡେଲି। ଆଡୁ ଗାଡି ଗୋଟେ ଆସୁଛି, ବର୍ତ୍ତମାନ ଦେଖିବେ ଆପଣ ମାନେ ଗାଡିଟା କେମିତି ଆସୁଛି ଦେଖନ୍ତୁ। ଯଦି ଗାଡି ଟିକେ ସ୍ପିଡ ଯଦି ନ କାଟି ପାରିଲେ ତ ଗାଡି ପଲଟି, ତାର ଡାଉଟ କିଛି ନାହିଁ। ଓଡିଶାର ସମସ୍ତ ଡ୍ରାଇଭର ଭାଇମାନଙ୍କୁ ମୁଁ ଅନୁରୋଧ କରିବି, ସମସ୍ତେ ଏ ଜାଗାଟା ଦେଖନ୍ତୁ। ଏଇ ଜାଗା ଦେଖିକିରି ଯେତେବେଳେ ଯିଏ ଆସୁଛନ୍ତି ଧୀରେ ଧୀରେ ଆସିବେ, ବ୍ରେକ୍ ମାରି ଆସିବେ। ଆପଣଙ୍କର ବି ଟର୍ଣ୍ଣିଂ ରାସ୍ତାରେ ପୁରା ସ୍ଲୋ ଚଲାନ୍ତୁ। ଗାଡି ଯଦି ସ୍ଲୋ ଚଲେଇବ କିଛି ଅସୁବିଧା ନାହିଁ। ଆଉ ଗୋଟେ ଗାଡି ଦେଖନ୍ତୁ, ଆଉ ଗୋଟେ ଗାଡି ଆସିଲା, ଗୋଟେ ଗାଡି ଯାଉଛି, ଯୋଉଟା ଆମର ଟର୍ଣ୍ଣିଂ ଦେଖନ୍ତୁ। ବହୁତ ଅସୁବିଧା, ମାନେ ଯୋଉଟା କି ଟିକେ ଟିକେ ମିଷ୍ଟେକ୍ ହେଲେ ଗାଡି ପଲଟିଯିବ। ଗୋଟେ ଗାଡି ପଲଟିଛି ଆମର ଆଜି ସକାଳୁ। ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ସମସ୍ତ ଡ୍ରାଇଭର ଭାଇ ମାନେ ନିହାତି ଯେତେବେଳେ ବି ଟର୍ଣ୍ଣିଂ ଦେଖୁଛି ସ୍ଲୋ କରନ୍ତୁ। ଆଉ ପ୍ରଶାସନକୁ ବି ମୁଁ ଅନୁରୋଧ କରିବି, ଆମର ସୁନ୍ଦରଗଡ଼ ପ୍ରଶାସନକୁ ଅନୁରୋଧ କରିବି ଯେ ଏଇ ଯୋଉ ଜାଗା ଗୁଡାକରେ ରାସ୍ତା ବାଲା ନିହାତି ରୋଡ ସେଫ୍ଟି କିଛି ଦେବା କଥା, ସେଫ୍ଟିର କିଛି ୟୁଜ କରିବା କଥା। ଯୋଉଟା କି ସାଇଡରେ ରେଡିୟମ ବ୍ୟବହାର କି କିଛି ଏମିତି ଦେବା କଥା, କିଛି ଦିଆହେଇନି। କୌଣସି ଜିନିଷଟା ଦିଆହେଇନି ଯୋଉଟା ଡ୍ରାଇଭର ଜାଣିପାରୁନାହାନ୍ତି, ଅସୁବିଧା ହଉଛି। ନିହାତି ଆଗାମୀ ଦିନରେ ସମସ୍ତ ଡ୍ରାଇଭରକୁ ଆମେ ଏଇ ବାର୍ତ୍ତା ଦେବା ପାଇଁ ଚାହୁଁଛୁ, ଯୋଉ ଭାଇମାନେ ଏ ରାସ୍ତାରେ ଯାଉଛ ଟିକେ ନିହାତି ତା ସାଇଡ୍ ଆସୁଛ ଟିକେ ସ୍ଲୋରେ ଆସ। ସ୍ଲୋରେ ଆସିଲେ ଆରାମ, ଯଦି ସ୍ଲୋରେ ହବ ତାହେଲେ କିଛି ଅସୁବିଧା ନାହିଁ, ଆରାମସେ ଗାଡି ପାର ହେଇଯିବ। ସ୍ପିଡରେ ଆସୁଛ, ବ୍ରେକ୍ ମାରି ପାରୁନ, ଗାଡି ଆକ୍ସିଡେଣ୍ଟ ହେଇଯାଉଛି। ସେଟା ଅସୁବିଧା ଏଇ ଜାଗା ବି ନାହିଁ, ଓଡିଶାର ଏମିତି ବହୁତ ଜାଗାରେ ଅଛି, ବହୁତ ରାସ୍ତାରେ ଏମିତି ଅସୁବିଧା ହଉଛି। ଖାଲି ଅବହେଳା ଲାଗି ଆମର ଆକ୍ସିଡେଣ୍ଟ ହଉଛି। ଆମେ ଯଦି ସମସ୍ତେ ସଚେତନରେ ଗାଡି ଚଲେଇବା, କୌଣସି ଅସୁବିଧା ହବନି। ଟର୍ଣ୍ଣିଂ ଦେଖିଲେ ସ୍ଲୋ କରିବା, ଇଏ ଦେଖିଲେ ମାନେ ଜାଗା ନେଇକି ଦେଖିକି ଆମେ ଗାଡି ଚଲେଇବା। ଆଉ ଗଭର୍ଣ୍ଣମେଣ୍ଟ ପ୍ରଶାସନକୁ ବି ଅନୁରୋଧ କରିବା ଯେ ସବୁ ଜାଗା ରାସ୍ତାରେ ଯୋଉଟା ଏମିତି ଯୋଉ ଟର୍ଣ୍ଣିଂ ରହୁଛି, ସଡନ ଟର୍ଣ୍ଣିଂ ରାଖରେ ଟିକେ ସିଗ୍ନାଲ ଦେଇକିରି ଏମିତି ଭଲ ରହିବ, ଯେମିତି ଡ୍ରାଇଭର ମାନଙ୍କର ଅସୁବିଧା ହବନି, ଯଦି ତାର ସଚେତନ କରିବେ। ଆଉ ଗୋଟେ ଗାଡି ଆସୁଛି ଦେଖନ୍ତୁ, ଗାଡି ଦେଖନ୍ତୁ, ସେ ବହୁତ ସ୍ଲୋ ଡ୍ରାଇଭର ଭାଇ ଆସୁଛନ୍ତି, କିଛି ଅସୁବିଧା ହେଲାନି। ଯଦି ସ୍ପିଡ ଆସିଲେ ନିହାତି ବି ଅସୁବିଧା ହେଲା। ସୁନ୍ଦରଗଡ଼ରୁ 2 କିଲୋମିଟର ଏପଟେ ଯୋଉଟା ଅଳିଆ ପଡେ, ଦେଖନ୍ତୁ ଏଇଟା ଅଳିଆ ପଡିଛି ସାଇଡରେ, ଯୋଉ ଅଳିଆ ପଡିଛି। ସମସ୍ତଙ୍କୁ ଅନୁରୋଧ ଭାଇମାନେ ରିକ୍ୱେଷ୍ଟ ଅଛି, ତାହେଲେ ଯିଏ ବି ରାସ୍ତାରେ ଯାଆସ କରନ୍ତୁ, ଧୀରେ ଧୀରେ ଯାଆସ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ।